ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ସରିତା ସାହୁ। ବର୍ଦ୍ଧିତ ଆୟ, ଯୋଗାଯୋଗ, ବ୍ୟାପକ ଡିଜିଟାଲ ପ୍ରସାର ଏବଂ ଭିନ୍ନ ଭିନ୍ନ ଜୀବିକା ଗ୍ରାମୀଣ ରୋଜଗାର ଆବଶ୍ୟକତାର ପ୍ରକୃତିରେ ପରିବର୍ତ୍ତନ ସ୍ୱରୂପ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ରୋଜଗାର ଏବଂ ଜୀବିକା ଗ୍ୟାରେଣ୍ଟି ମିଶନ ବା ଭିଭିଜି ରାମଜୀ ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ଏହା ଗ୍ରାମୀଣ ରୋଜଗାରକୁ ବିକଶିତ ଭାରତ 2047 ସହିତ ଯୋଡ଼ିବ। ଏହା ଏକ ଉତ୍ତରଦାୟୀ ବ୍ୟବସ୍ଥା ଆଣିବ ଯାହା ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଆୟ ସୁରକ୍ଷା ସୁନିଶ୍ଚିତ କରିବ। ଏହା ପ୍ରତି ପରିବାର ପିଛା ବାର୍ଷିକ 125 ଦିନ ଶ୍ରମ ଆଧାରିତ ନିଯୁକ୍ତି ଗ୍ୟାରେଣ୍ଟି ଯୋଗାଇଦେବ। ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲାର ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ସହକାରୀ ପ୍ରାଧ୍ୟାପକ ସୀମାଞ୍ଚଳ ମିଶ୍ର କହିଛନ୍ତି, ମନରେଗାରେ ବା ଆମର ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ ଯେଉଁ ଥିଲା ସେଥିରେ 100 ଦିନର କାର୍ଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା। ଆମର ଏଥିରେ ଗୁଡ଼ାଏ ଅସୁବିଧା ରହିଥିଲା, ଯେଉଁ ଅସୁବିଧାର ଦୂରୀକରଣ ପାଇଁ ନୂତନ ରୂପରେ ଏହା ପ୍ରକାଶିତ ହେଲା। ବର୍ତ୍ତମାନ 125 ଦିନର କାର୍ଯ୍ୟକ୍ରମ ଜି ରାମଜୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ଆମର ଆଧାରିତ ସଂରଚନା ସୃଷ୍ଟି ଏବଂ ପୂର୍ବରୁ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାରଙ୍କର ବିତ୍ତ ଉପରେ ନିର୍ଭର କରୁଥିଲା। ବର୍ତ୍ତମାନ ଏହା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବିତ୍ତ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହେବ। 60% କେନ୍ଦ୍ର ଏବଂ 40% ରାଜ୍ୟ ସରକାର ବହନ କରିବେ ଏହାର ଖର୍ଚ୍ଚ। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଗତ ମାସରେ କଳାହାଣ୍ଡି ଗସ୍ତରେ ଆସି 32.92 କୋଟି ଅଟକଳ ମୂଲ୍ୟର 172ଟି ପ୍ରକଳ୍ପର ଲୋକାର୍ପଣ ଓ 247.45 କୋଟି ଅଟକଳ ମୂଲ୍ୟର 269ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ଭବାନୀପାଟଣା, ଗୋଲାମୁଣ୍ଡା, କର୍ଲାମୁଣ୍ଡା, କେସିଙ୍ଗା, ଏମ୍ ରାମପୁର, ନର୍ଲା, ଥୁଆମୂଳ ରାମପୁର ବ୍ଲକ ପାଇଁ 172.47 କୋଟି ମୂଲ୍ୟର 600ଟି ପ୍ରକଳ୍ପ ଲୋକାର୍ପଣ ଓ 392.74 କୋଟି ଅଟକଳ ମୂଲ୍ୟର 1177ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ, ଗାଁର ବିକାଶର ଦୃଷ୍ଟିକୋଣ ଯେଉଁ ଅଛି, ସରକାରଙ୍କର ଯେଉଁ ଆଭିମୁଖ୍ୟ ଅଛି, ସେ ଆଭିମୁଖ୍ୟକୁ ନେଇ ଲୋକ ଆଜି ବି ସଚେତନ ନୁହନ୍ତି। ଅନେକ ଯୋଜନା ଆଜି ଗାଁ ପାଖକୁ ବି ପହଞ୍ଚି ପାରୁନାହିଁ। ଗାଁକୁ ଯେତେବେଳେ ଆମେ ଯାଉଛୁ, ପଞ୍ଚାୟତର ଇନକମ୍ ବଢିବା ସଙ୍ଗେ ସଙ୍ଗେ ଗୋଟେ ଗାଁର ବି ବ୍ୟବସ୍ଥା ସୁଧୁରିବ ଏବଂ ଯୋଉ ଯୋଜନା ଅଛି, ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଅଛି, ଲୋକମାନଙ୍କ ପାଖରେ ଆମେ କହୁଛୁ ଯେ ସରକାରଙ୍କର ଏ ପ୍ରକାର ଯୋଜନା ଅଛି, ଏ ପ୍ରକାର ବ୍ୟବସ୍ଥା ଅଛି, ତମେ ଜାଣିଛ କି ନାହିଁ। ଆଗାମୀ ଦିନରେ ମୋର ପ୍ରଶାସନ କେମିତି କାମ କରିବ ସେ ପ୍ରକାର ବି ଗୋଟେ କାର୍ଯ୍ୟାନ୍ୱୟନ ହୋଇପାରୁଛି। ଜିଲ୍ଲାସ୍ତରୀୟ ସୁଶାସନ ଦିବସ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 101ତମ ଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ପାଳନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମାଳବିକା ଦେବୀ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ, ଲୋକାୟତ ପ୍ରତିଭା ଓ ଭାଇଚାରା ସମ୍ପର୍କର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା 2026 ଆଗାମୀ 14ରୁ 17 ତାରିଖ ପର୍ଯ୍ୟନ୍ତ ସଦର ମହକୁମା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଏବଂ 15ରୁ 17 ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଉତ୍ସବ ପଡ଼ିଆଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଉଦ୍ଘାଟନୀ ଉତ୍ସବ ଗତ 27 ତାରିଖରେ ଭବାନୀପାଟଣା ବ୍ଲକର କାମଠଣା ଗ୍ରାମ ପଞ୍ଚାୟତର ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଘୁମୁରା ଲୋଗୋ ଓ ପୋଷ୍ଟର ଉନ୍ମୋଚନ କରିଥିଲେ। କଳାହାଣ୍ଡିର କଳା ଓ ସଂସ୍କୃତି ପରମ୍ପରା ମହାନ ଏବଂ ଏହାକୁ ବଞ୍ଚାଇ ରଖିବା ସହିତ ଲୁକ୍କାୟିତ ପ୍ରତିଭାର ବିକାଶ ଦିଗରେ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତ 3 ତାରିଖରୁ ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଛି। ମେଳାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କୁ କୃଷି କାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଉତ୍ପାଦନ ବୃଦ୍ଧି ହେବା ସହିତ ଶ୍ରମ ଲାଘବ ଓ ସ୍ୱଳ୍ପ ଖର୍ଚ୍ଚ ହେବ ବୋଲି କହିଛନ୍ତି। ମେଳାରେ ମୋଟ 60ଟି ଷ୍ଟଲ୍ ଖୋଲାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।